যদি ଆପଣ ଦଶମ ଶ୍ରେଣୀର ପରୀକ୍ଷା ଦେଇଛନ୍ତି ତାହେଲେ ଆପଣଙ୍କର ମେଟ୍ରିକ୍ ସାର୍ଟିଫିକେଟ୍ ଆପଣ କେମିତି ଅନଲାଇନରେ ଡାଉନଲୋଡ୍ କରିପାରିବେ ତାହା ଏହି ଭିଡ଼ିଓରେ ଜାଣିବା। ବନ୍ଧୁଗଣ, ମୁଁ ଯେଉଁ ଲିଙ୍କ୍ ଦେଇଛି ଡିସ୍କ୍ରିପ୍ସନରେ ସେ ଲିଙ୍କରେ କ୍ଲିକ୍ କରିକି ଆପଣଙ୍କୁ ଏଠି ମେନ୍ ପେଜକୁ ଆସିବାକୁ ପଡ଼ିବ। ଏଥିରେ ଆସିଲା ପରେ ଦେଖନ୍ତୁ, ଆପଣ ଦେଖିପାରୁଥିବେ ଏଠି ଲେଖା ଅଛି ଟାଇପ୍ସ ଅଫ୍ ଏକ୍ଜାମିନେସନ୍। ଏଥିରେ ଆପଣଙ୍କୁ AHS ଚୟନ କରିବାକୁ ପଡ଼ିବ। ଦୁଇଟି ଅଛି ଅପସନ୍ ଦେଖନ୍ତୁ, ଗୋଟିଏ ହେଲା AHS, ଅନ୍ୟଟି ହେଲା SOS। ତ ଆପଣଙ୍କୁ କ'ଣ କରିବାକୁ ପଡ଼ିବ, AHSCରେ ଚୟନ କରିବାକୁ ପଡ଼ିବ। ତାପରେ ଦେଖନ୍ତୁ, ତାପରେ ଏଇଟା ଯେଉଁ ଆପଣଙ୍କର ଏକ୍ଜାମିନେସନ୍ ଇୟର୍, ଏଇଟା ଆପଣ 2024 ଚୟନ କରିବେ। ତାପରେ ଆପଣଙ୍କର ଯେଉଁ ଆଡ଼ମିଟ୍ କାର୍ଡ଼ ଡେଟ୍ ଅଫ୍ ବାର୍ଥ ଅଛି, ସେଇ ଡେଟ୍ ଅଫ୍ ବାର୍ଥକୁ ଆପଣ ଏଠିରେ ଡେଟ୍, ମନ୍ଥ, ଇୟର୍ ଯାହା ଅଛି ସେଇଟା ଚୟନ କରିବେ। ତାପରେ ଦେଖନ୍ତୁ, ଏଠିରେ ଆପଣ ତଳେ ଦେଖିପାରୁଥିବେ ଯେଉଁଠି ଲେଖା ଅଛି ରୋଲ୍ ନମ୍ବର। ଏଥିରେ ଆପଣଙ୍କ ଆଡ଼ମିଟ୍ କାର୍ଡ଼ର ଯେଉଁ ରୋଲ୍ ନମ୍ବର ଅଛି সেই ରୋଲ୍ ନମ୍ବରକୁ ଆପଣ ଏଥିରେ ନେବେ। ତାପରେ ଦେଖନ୍ତୁ, ଏଇ ଯେଉଁ ମୋବାଇଲ୍ ନମ୍ବରଟା କେଉଁଟା ଦେବେ, ଯେତେବେଳେ ଆପଣ ସ୍କୁଲରେ ଫର୍ମ ଫିଲ୍ଅପ୍ କରିଥିଲେ ସେ ସମୟରେ যে ମୋବାଇଲ୍ ନମ୍ବର ଆପଣ ଦେଇଥିଲେ ସେ ମୋବାଇଲ୍ ନମ୍ବରକୁ ଆପଣ ଏଠିରେ ଦେଇନେବେ। ଦେଇନେଲା ପରେ ଦେଖନ୍ତୁ, ସାଇଡ଼୍ରେ ଆପଣ ଦେଖିପାରୁଥିବେ ସେଣ୍ଡ OTP ଲେଖା ଅଛି। ଏଥିରେ ଆପଣଙ୍କୁ କ୍ଲିକ୍ କରିବାକୁ ପଡ଼ିବ। ଯେତେବେଳେ ଆପଣ ସେଣ୍ଡ OTP କ୍ଲିକ୍ କରିବେ, ଆପଣଙ୍କ ଭେରିଫାଏ ମୋବାଇଲ୍ ନମ୍ବରକୁ ଗୋଟେ OTP ଯିବ। ଆଉ ସେ OTP କି ଆପଣ ତଳେ ବକ୍ସ ଆସିବ, সেই ବକ୍ସରେ ଆପଣଙ୍କୁ ଦେଇକି ଯେତେବେଳେ ସର୍ଚ୍ଚ କରିବେ, ସର୍ଚ୍ଚ କଲା ପରେ ଆପଣଙ୍କ ସାର୍ଟିଫିକେଟ୍ରେ ଡାଉନଲୋଡ୍ ହେଇଯିବ। ଏମିତି ଆପଣ ଅତି ସହଜରେ ନିଜ ମୋବାଇଲରେ ଆପଣ ମାତ୍ର ଗୋଟିଏ ମିନିଟ୍ରେ ଏ ବର୍ଷ 2026ର ମେଟ୍ରିକ୍ ପରୀକ୍ଷାର ଆପଣଙ୍କ ହାଇସ୍କୁଲ ସାର୍ଟିଫିକେଟ୍ଟା ଡାଉନଲୋଡ୍ କରିପାରିବେ। ଏହି ଲିଙ୍କ୍ ମୁଁ ଆପଣଙ୍କୁ ମୋ ଚ୍ୟାନେଲର ଡିସ୍କ୍ରିପ୍ସନରେ ଦେଇଦେଉଛି, ଯାହାକି ଆପଣ ସେଥିରେ କ୍ଲିକ୍ କରିକି ଡାଇରେକ୍ଟ ଆପଣ ଏ ସାଇଟ୍କୁ ଆସିକି ଆପଣ ନିଜ ସାର୍ଟିଫିକେଟ୍ ଡାଉନଲୋଡ୍ କରିପାରିବେ। ଯଦି ଆପଣଙ୍କୁ এই ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଆପଣ এই ଭିଡ଼ିଓକୁ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲକୁ ଯଦି ନୂଆ ଆସିଛନ୍ତି ତାହେଲେ ସବସ୍କ୍ରାଇବ୍ କରିନିଅନ୍ତୁ ଏବଂ ଆପଣଙ୍କ ପ୍ରେମ ଭରା ଗୋଟିଏ କମେଣ୍ଟ ମଧ୍ୟ କରିନିଅନ୍ତୁ।